ଆଜିଠାରୁ ରାଜ୍ୟରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା। ଆଗାମୀ 2 ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ 3 ଦିନ ମଧ୍ୟ ତାପମାତ୍ରାରେ ସେପରି ପରିବର୍ତ୍ତନ ହେବନି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ମାର୍ଚ୍ଚ 10 ତାରିଖରୁ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଗତ 24 ଘଣ୍ଟା ମଧ୍ୟରେ 37.6 ଡିଗ୍ରୀ ସେଲସିୟସ୍ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ରାୟଗଡ଼ାରେ ସର୍ବନିମ୍ନ ତାପମାତ୍ରା 17.4 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଅନ୍ୟପଟେ ଗତ 24 ଘଣ୍ଟାରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା 33.7 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବିଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର ଓ ଭଦ୍ରକ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବିଜୁଳି ଘଡ଼ଘଡ଼ି ଏବଂ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ପରବର୍ତ୍ତୀ ଖବର, ସମ୍ପତ୍ତି ତାଲିକା ଦେବାକୁ କାହିଁକି କୁନ୍ଥୁ କୁନ୍ଥୁ ବାବୁ? ମାର୍ଚ୍ଚ 31ରେ ସରୁଛି ଡେଡ୍ଲାଇନ୍। ଲକ୍ଷେରୁ ଅଧିକ କର୍ମଚାରୀ ଦେଇନାହାନ୍ତି ତାଲିକା। ସମ୍ପତ୍ତି ତାଲିକା ଦେବାକୁ ସରକାରୀ ଅଫିସର କୁନ୍ଥୁ କୁନ୍ଥୁ। ସମ୍ପତ୍ତି ତାଲିକା ଦାଖଲ ନ କଲେ ପଦୋନ୍ନତିରୁ ବଞ୍ଚିତ ହେବେ ନିର୍ଦ୍ଦେଶକୁ ବେଖାତିର। ମାର୍ଚ୍ଚ 2 ତାରିଖ ସୁଦ୍ଧା 1,25,847 ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ସରକାରୀ ଅଧିକାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ ଡରୁଛନ୍ତି? ସମ୍ପତ୍ତି ତାଲିକା ମିଳିବା ପରେ କ'ଣ କିଛି ବଡ଼ ଆକ୍ସନ୍ ନେବେ କି? ଏଭଳି ପ୍ରଶ୍ନ ବିଭିନ୍ନ ମହଲରେ ଘୁରି ବୁଲୁଛି। ସିଏମ୍ଜିଆଇ ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ଚାକିରିଆ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ଖବର, କେତେ ଲୋକ ପାଉଛନ୍ତି ଚାଉଳ? ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ NFSA ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା SFSS ଅନସ୍ଥ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ମାସିକ ନିୟମିତ ଚାଉଳ କଟା ସହ ପର୍ବପର୍ବାଣୀ ତଥା ଅନ୍ୟାନ୍ୟ ସମୟରେ ଆବଶ୍ୟକ ହେଉଥିବା ଚାଉଳର ଚାହିଦାକୁ ଦୃଷ୍ଟିରେ ରଖି ଅତିରିକ୍ତ ଚାଉଳ କଟା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ରାଜ୍ୟରେ 12,36,399 ପରିବାରର 34,77,550 ସଦସ୍ୟ ଅନ୍ତୋଦୟ ଅନ୍ନ ଯୋଜନା ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବାବେଳେ 86,625 ପରିବାରର 2,91,18,576 ସଦସ୍ୟ ଅଗ୍ରାଧିକାର ପରିବାର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ଦୁଇ ଶ୍ରେଣୀର ହିତାଧିକାରୀଙ୍କୁ ମିଶାଇ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସମୁଦାୟ 98,37,024 ପରିବାରର 3,25,96,126 ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି। ସେହିଭଳି ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ 2,98,727 ପରିବାରର 5,62,741 ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ପରବର୍ତ୍ତୀ ଖବର, ମଧ୍ୟପ୍ରାଚ୍ୟରେ ତେଜୁଛି ଯୁଦ୍ଧ। ବଢ଼ିବ ଦରଦାମ, କମିବ ଅଭିବୃଦ୍ଧି। ପଶ୍ଚିମ ଏସିଆରେ ବଢ଼ୁଛି ଯୁଦ୍ଧ। ଏହା ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ଉପରମୁହାଁ। ଯଦି ଉପଭୋକ୍ତାଙ୍କ ଉପରେ ତୈଳ କମ୍ପାନୀଗୁଡ଼ିକ ବୋଝ ପକାନ୍ତି, ତେବେ ଘରୋଇ ବଜାରରେ ଇନ୍ଧନ ଦର ବଢ଼ିବ। ଫଳସ୍ୱରୂପ 2026-27ରେ ମୁଦ୍ରାସ୍ଫୀତିରେ 10ରୁ 20 ବେସିସ୍ ପଏଣ୍ଟ ବୃଦ୍ଧି ଘଟିପାରେ ବୋଲି ଅନୁମାନ କରିଛନ୍ତି ଅର୍ଥନୀତିଜ୍ଞ। ଏହା ସହିତ GDP ଅଭିବୃଦ୍ଧି ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ପରବର୍ତ୍ତୀ ଖବର, ଆକାଶ ଛୁଆଁ ଅଶୋଧିତ ତୈଳ ଦର, $100 ପାର କଲା ଦର। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତି ସମ୍ପର୍କରେ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ଏହି ସ୍ଥିତି ଇରାନର ପରମାଣୁ ବିପଦକୁ ଦୂର କରିପାରିବ, ତେବେ ବର୍ତ୍ତମାନର ତୈଳ ମୂଲ୍ୟ ଆମେରିକା ତଥା ବିଶ୍ୱର ସୁରକ୍ଷା ପାଇଁ ଏହି ମୂଲ୍ୟ ବହୁତ କମ୍। 2022 ପରେ ପ୍ରଥମ ଥର ପାଇଁ ତେଲ ଦର ବ୍ୟାରେଲ ପିଛା $100 ଟପିଛି। ମଧ୍ୟପ୍ରାଚ୍ୟରୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବାରୁ ଦାମ ପ୍ରାୟ 25% ଅଧିକ ବଢ଼ିଛି। ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ପ୍ରାୟ $116 ପହଞ୍ଚିଛି। ଯୁଦ୍ଧ ଜାରି ରହିଲେ ଏହା $150 ପର୍ଯ୍ୟନ୍ତ ଯାଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଇରାନ ଓ ଆଖପାଖ ଦେଶଗୁଡ଼ିକରୁ ତେଲ ଆସୁଥିବା ମୁଖ୍ୟ ସାମୁଦ୍ରିକ ପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବନ୍ଦ ଫଳରେ ସଙ୍କଟ ଦେଖାଦେଇଛି। କୁଏତ, UAE ଏବଂ ଇରାକ ଭଳି ଦେଶ ମଧ୍ୟ ତେଲ ଉତ୍ପାଦନ କମାଇବାକୁ ବାଧ୍ୟ ହେଉଛନ୍ତି। ଅଶୋଧିତ ତୈଳ ଦର ବୃଦ୍ଧି ସେୟାର ବଜାରକୁ ମଧ୍ୟ ପ୍ରଭାବିତ କରିଛି। ବ୍ୟବସାୟୀମାନେ ଚିନ୍ତିତ ଯେ ଦୀର୍ଘକାଳୀନ ଇନ୍ଧନ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ଫୀତିକୁ ଆହୁରି ବୃଦ୍ଧି କରିପାରେ ଏବଂ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହି ପରିସ୍ଥିତି ନିବେଶକ ଏବଂ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ। ପରବର୍ତ୍ତୀ ଖବର, ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି। LPG ସିଲିଣ୍ଡର ବୁକିଂ ସମୟ ବଢ଼ିଲା।
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଘରୋଇ ଗ୍ୟାସ୍ ସିଲିଣ୍ଡର ଏଲ୍‌ପିଜି ପାଇଁ ବୁକିଂ ଅବଧିକୁ 21 ଦିନରୁ 25 ଦିନକୁ ବୃଦ୍ଧି କରିଛନ୍ତି। ସୂତ୍ର ଅନୁସାରେ ଏହାକୁ 21 ଦିନରୁ 25 ଦିନକୁ ବୃଦ୍ଧି କରାଯାଇଛି। କଳାବଜାରୀ ଏବଂ ମହଜୁଦକୁ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାର କହିଛନ୍ତି ଯେ ବର୍ତ୍ତମାନ ଘରୋଇ ଗ୍ୟାସ୍ କିମ୍ବା ଡିଜେଲ ଏବଂ ପେଟ୍ରୋଲର କୌଣସି ଅଭାବ ନାହିଁ। ମନ୍ତ୍ରଣାଳୟ ମାତ୍ର 3 ଦିନ ପୂର୍ବରୁ ଏଲ୍‌ପିଜି ସିଲିଣ୍ଡର ପାଇଁ ବୁକିଂ ଅବଧିକୁ 15 ଦିନରୁ 21 ଦିନକୁ ବୃଦ୍ଧି କରିଥିଲେ, କିନ୍ତୁ ଏବେ ଏହାକୁ 21ରୁ 25 ଦିନକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଗ୍ରାହକମାନଙ୍କୁ 2ଟି ସିଲିଣ୍ଡର ବୁକିଂ ମଧ୍ୟରେ 24 ଦିନର ବ୍ୟବଧାନ ବଜାୟ ରଖିବାକୁ ପଡ଼ିବ। ପରବର୍ତ୍ତୀ ଖବର, ସଂରକ୍ଷଣ ହାର ପରିବର୍ତ୍ତନ କରିବେ ରାଜ୍ୟ ସରକାର। ମେଡିକାଲ ଶିକ୍ଷା ପାଇଁ ଏସ୍‌ସି ଓ ଏସ୍‌ଟି ବର୍ଗ ପାଇଁ ସଂରକ୍ଷଣ ହାର ପରିବର୍ତ୍ତନ କରିବେ ସରକାର। ଏନେଇ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ରାଜ୍ୟରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ଏସ୍‌ସି ବର୍ଗଙ୍କ ପାଇଁ 8% ଏବଂ ଏସ୍‌ଟି ବର୍ଗଙ୍କ ପାଇଁ 12% ସଂରକ୍ଷଣର ବ୍ୟବସ୍ଥା ରହିଛି। ବିଜେଡି ବିଧାୟକ ଶାରଦା ନାୟକଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଉତ୍ତର ରଖିଥିଲେ।